श्री गणेशाय नमः। ओम नमो भगवते वासुदेवाय। श्रीमद् भागवत महापुराण चतुर्थ स्कंद अर्थ पंचम अध्याय। स्वयंभुव मनुक कन्या मानकर वंश वर्णना। मुनिवर मैत्रेय कहिले, हे विदुर, स्वयंभुव मनुकर काहाणी शतरूपांक गर्भरू प्रियव्रत ଓ ଉତାନପାତ ନାମରେ ଦୁଇଟି ପୁତ୍ର ଏବଂ ଆକୃତି, ଦେବହୂତି ଓ ପ୍ରସୂତି ନାମରେ ତିନୋଟି କନ୍ୟା ଜନ୍ମ ହେଇଥିଲେ। ଆକୃତିଙ୍କର ଭାଇ ଥିବା ସତ୍ତ୍ୱେ ମହାରାଣୀ ଶତରୂପାଙ୍କ ଅନୁମତି ନେଇ ସ୍ୱୟଂଭୁବ ମନୁ ଆକୃତିଙ୍କର ବିବାହ ରୁଚି ନାମକ ପ୍ରଜାପତିଙ୍କ ସହିତ ପୌତ୍ରିକ ଧର୍ମ ଅନୁସାରେ କରାଇଥିଲେ। ଭଗବାନଙ୍କର ଅନ୍ୟାନ୍ୟ ଚିନ୍ତନ ହେତୁ ପ୍ରଜାପତି ରୁଚି ବ୍ରହ୍ମ ତେଜରେ ସମ୍ପନ୍ନ ଥିଲେ। ରୁଚି ଓ ଆକୃତିଙ୍କର ଠାରୁ ଜାଆଁଳା ପୁଅ ଝିଅ ଜନ୍ମ ହେଲେ। ପୁଅଟି ଥିଲା ସାକ୍ଷାତ୍ ତ୍ରିଯଜ୍ଞ ସ୍ୱରୂପ ବିଷ୍ଣୁ ଓ ଝିଅଟି ଥିଲା ଭଗବାନଙ୍କ ଠାରୁ କଦାପି ପୃଥକ ହେଉନଥିବା ଲକ୍ଷ୍ମୀଙ୍କର ଅଂଶ ସ୍ୱରୂପା। ତାର ନାମ ଦିଆଗଲା ଦକ୍ଷିଣା। ଆକୃତିଙ୍କର ସେହି ପରମ ତେଜସ୍ୱୀ ପୁଅଟିକୁ ମନୁ ଆନନ୍ଦରେ ନିଜ ଘରକୁ ନେଇ ଆସିଲେ ଏବଂ ଦକ୍ଷିଣାକୁ ରୁଚି ପ୍ରଜାପତି ନିଜ ପାଖରେ ରଖିଲେ। ଦକ୍ଷିଣା ବିବାହ ଯୋଗ୍ୟ ହୋଇଯିବାରୁ ସେ ଯଜ୍ଞ ଭଗବାନଙ୍କୁ ହିଁ ବିବାହ କରିବାକୁ ଇଚ୍ଛା କଲା। ତେଣୁ ରୁଚି ତାକୁ ଭଗବାନ ଯଜ୍ଞ ପୁରୁଷଙ୍କ ସହିତ ବିବାହ କରାଇଦେଲେ। ଯଜ୍ଞ ପୁରୁଷଙ୍କୁ ବିବାହ କରି ଦକ୍ଷିଣା ବହୁତ ଖୁସି ହେଲା। ଭଗବାନ ତା ଗର୍ଭରୁ 12ଟି ପୁତ୍ର ଉତ୍ପନ୍ନ କଲେ। ସେମାନଙ୍କର ନାମ ହେଲା ତୋଷ, ପତୋଷ, ସନ୍ତୋଷ, ଭଦ୍ର, ଶାନ୍ତି, ଉଡ଼ସ୍ପିତ୍ୟ, ଇଦ୍ଧମ, କବି, ବିଭୁ, ସ୍ୱନ, ସ୍ନେହ, ସୁଦେବ ଓ ରୋଚନ। ସେଇମାନେ ହିଁ ସ୍ୱୟଂଭୁବ ମନ୍ୱନ୍ତରରେ ତୁଷିତ ନାମକ ଦେବତା ହେଲେ। ସେଇ ମନ୍ୱନ୍ତରରେ ମରୀଚି ଆଦି ଥିଲେ ସପ୍ତର୍ଷି। ଭଗବାନ ଯଜ୍ଞ ହିଁ ଥିଲେ। ଦେବତାମାନଙ୍କର ଅଧୀଶ୍ୱର ଇନ୍ଦ୍ର ଏବଂ ମହାନ ପ୍ରଭାବଶାଳୀ ପ୍ରିୟବ୍ରତ ଏବଂ ଦେବତାମାନଙ୍କର ଅଧୀଶ୍ୱର ଇନ୍ଦ୍ର ଏବଂ ମହାନ ପ୍ରଭାବଶାଳୀ ପ୍ରିୟବ୍ରତ ଏବଂ ଉତାନପାତ ଥିଲେ ମନୁପୁତ୍ର। ସେଇ ମନ୍ୱନ୍ତର ଏ ଦୁହିଁଙ୍କ ପୁଅ ନାତି ଓ ଦେବହୂତି ଦୈହିତ୍ରମାନଙ୍କ ବଂଶ ବିସ୍ତାରିତ ହୋଇଗଲା। ପ୍ରିୟ ବିଦୁର, ମନୁ ତାଙ୍କର ଦ୍ୱିତୀୟ ଝିଅ ଦେବହୂତିଙ୍କୁ ବିବାହ କଦମ୍ବଙ୍କ ସହିତ କରାଇଥିଲେ। ତାଙ୍କ ବିଷୟରେ ତ ତମେ ପ୍ରାୟ ସବୁ କଥା ମୋ ଠାରୁ ଶୁଣି ସାରିଛ। ମନୁ ତାଙ୍କର ଦ୍ୱିତୀୟ ଝିଅ ପ୍ରସୂତିର ବିବାହ ବ୍ରହ୍ମାଙ୍କର ପୁତ୍ର ଦକ୍ଷିଣ ପ୍ରଜାପତିଙ୍କ ସହିତ କରାଇଲେ। ତାହାଙ୍କର ବିଶାଳ ବଂଶ ପରମ୍ପରା ସମଗ୍ର ତ୍ରିଲୋକରେ ବ୍ୟାପିଗଲା। କଦମ୍ବଙ୍କର 9 ଝିଅ 9 ଜଣ ବ୍ରହ୍ମର୍ଷିଙ୍କୁ ବିବାହ କରିଥିବା କଥା ମୁଁ ଆଗରୁ ବର୍ଣ୍ଣନା କରିସାରିଛି। ବର୍ତ୍ତମାନ ସେମାନଙ୍କର ବଂଶ ପରମ୍ପରା ବର୍ଣ୍ଣନା କରୁଛି, ଶୁଣ। କଳା ଥିଲେ କଦମ୍ବଙ୍କର କନ୍ୟା ଓ ମରୀଚି ଋଷିଙ୍କର ପତ୍ନୀ। ତାଙ୍କ ଗର୍ଭରୁ କଶ୍ୟପ ଓ ପୂର୍ଣ୍ଣମା ନାମକ 2ଟି ପୁତ୍ର ଜନ୍ମ ହେଲେ। ସେମାନଙ୍କର ବଂଶ ସମଗ୍ର ଜଗତର ବ୍ୟାପିଗଲା। ହେ ଶତ୍ରୁତାପନ ବିଦୁର, ପୂର୍ଣ୍ଣମାଙ୍କର ବିଜୟ ଓ ବିଶ୍ୱର୍ଗ ନାମକ 2ଟି ପୁତ୍ର ତଥା ଦେବକୁଲ୍ୟ ନାମକ ଗୋଟିଏ କନ୍ୟା ଜାତ ହେଲା। ସେହି ଦେବକୁଲ୍ୟ ତାର ଦ୍ୱିତୀୟ ଜନ୍ମ ଶ୍ରୀହରିଙ୍କ ପାଦ ଧୋଇବାରୁ ଦେବ ନଦୀ ଗଙ୍ଗା ରୂପରେ
ପରିଣତ ହେଲା। ଅତ୍ରିଙ୍କର ପତ୍ନୀ ଅନୁସୂୟାଙ୍କ ଠାରୁ ଦତ୍ତାତ୍ରେୟ, ଦୁର୍ବାସା ଓ ଚନ୍ଦ୍ରମା ନାମରେ 3ଟି ପରମ ଯଶସ୍ୱୀ ପୁତ୍ର ଜନ୍ମ ହେଲେ। ସେମାନେ ଯଥାକ୍ରମେ ବିଷ୍ଣୁ, ଶିବ ଓ ବ୍ରହ୍ମାଙ୍କର ଅଂଶରୁ ଜନ୍ମ ହୋଇଥିଲେ। ବିଦୁର ପଚାରିଲେ, ଗୁରୁଦେବ, ଜଗତର ଉତ୍ପତ୍ତି, ସ୍ଥିତି ଓ ଅନ୍ତ କରାଉଥିବା ସେହି ସର୍ବଶ୍ରେଷ୍ଠ ଦେବମାନେ କ'ଣ କରିବା ଇଚ୍ଛାରେ ଅତ୍ରି ମୁନିଙ୍କ ଘରେ ଅବତାର ନେଲେ, ତାହା କୁହନ୍ତୁ। ମୁନିବର ମୈତ୍ରେୟ କହିଲେ, ଶ୍ରେଷ୍ଠ ବ୍ରହ୍ମଜ୍ଞାନୀ ମହର୍ଷି ଅତ୍ରିଙ୍କୁ ସୃଷ୍ଟି ରଚନା କରିବେ ବୋଲି ବ୍ରହ୍ମା ଆଜ୍ଞା ଦେବାରୁ ସେ ନିଜ ସହ ଧର୍ମିଣୀଙ୍କ ସହିତ ତପ କରିବା ନିମନ୍ତେ ସେଠାରୁ ରୁକ୍ଷ ନାମକ ମୁଖ୍ୟ ପର୍ବତମାଳାକୁ ଚାଲିଗଲେ। ସେଠାରେ ପଳାଶ ଅଶୋକ ବୃକ୍ଷର ଏକ ବିଶାଳ ବନ ଥିଲା। ସେହି ବନରେ ସବୁ ବୃକ୍ଷ ପେନ୍ଥା ପେନ୍ଥା ଫୁଲର ଶୋଭାରେ ପୂର୍ଣ୍ଣ ହୋଇ ରହିଥିବା ତଥା ତାର ଚତୁର୍ଦିଗରେ ନିବିନ୍ଧ ନଦୀର ଜଳ କଳ କଳ ହୋଇ ପ୍ରଭାବିତ ହେଉଥିଲା। ସେହି ବନରେ ଉକ୍ତ ମୁନିଶ୍ରେଷ୍ଠ ପ୍ରାଣାୟାମ ଦ୍ୱାରା ଚିତ୍ତକୁ ବଶ କରି 100 ବର୍ଷ ପର୍ଯ୍ୟନ୍ତ କେବଳ ବାୟୁ ପାନ କରି ଶୀତ ଓ ଗ୍ରୀଷ୍ମକୁ ଭୂକ୍ଷେପ ନ କରି ଏକ ପାଦରେ ଠିଆ ହୋଇ ତପସ୍ୟା କଲେ। ସେହିପରି ଠିଆ ହୋଇ ସେ ମନେ ମନେ ପ୍ରାର୍ଥନା କରୁଥିଲେ ଯେ, ସକଳ ଜଗତର ଈଶ୍ୱର, ମୁଁ ତାଙ୍କର ଶରଣାଗତ ହେଉଛି। ସେ ମୋତେ ତାଙ୍କରି ପରି ସନ୍ତାନ ପ୍ରଦାନ କରନ୍ତୁ। ତପସ୍ୟା କାଳରେ ପ୍ରାଣାୟାମ ରୂପୀ ଇନ୍ଧନରେ ପ୍ରଜ୍ୱଳିତ ହୋଇଥିବା ଅତ୍ରି ମୁନିଙ୍କର ତେଜ ତାହାଙ୍କ ମସ୍ତକରୁ ବାହାରି ତିଳକଙ୍କୁ ଉତ୍ତପ୍ତ କରିଦେଉଥିଲା। ତାହା ଦେଖି ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱର 3 ଜଗତ୍ପତି ତାହାଙ୍କର ଆଶ୍ରମକୁ ଆସିଲେ। ସେମାନଙ୍କ ଆଗମନ କାଳରେ ଅପ୍ସରା, ମୁନି, ଗନ୍ଧର୍ବ, ସିଦ୍ଧ, ବିଦ୍ୟାଧର ଓ ନାଗମାନେ ତାହାଙ୍କର ସୁଯଶ ଗାନ କରିବାକୁ ଲାଗିଲେ। ସୁଯଶ ଗାନ କରୁଥିଲେ। ସେହି ତ୍ରିମୂର୍ତ୍ତି ଏକ ସଙ୍ଗେ ଆବିର୍ଭାବ ହେବାରୁ ଅତ୍ରି ମୁନିଙ୍କର ଅନ୍ତଃକରଣ ଉତ୍ଫୁଲ୍ଲିତ ହୋଇଗଲା। ସେ ସେହିଭଳି ଏକ ପାଦରେ ଠିଆ ହୋଇଥିବା ବେଳେ ସେ ଦେବତାମାନଙ୍କୁ ଦେଖିବାକୁ ପାଇଲେ। ତେଣୁ ସେ ଦଣ୍ଡ ପରି ତଳେ ପଡ଼ିଯାଇ ସେମାନଙ୍କୁ ପ୍ରଣାମ କଲେ। ତାପରେ ସେ ଅର୍ଘ୍ୟ, ପୁଷ୍ପାଦି ପୂଜା ସାମଗ୍ରୀ ଘେନି ସେମାନଙ୍କୁ ପୂଜା କଲେ। ସେହି 3 ଜଣ ନିଜ ନିଜର ବାହନ ସିଂହ, ଗରୁଡ଼ ଓ ବୃଷଭରେ ହଂସ, ଗରୁଡ଼ ଓ ବୃଷଭରେ ବସି ହାତରେ ଯଥାକ୍ରମେ କମଣ୍ଡଳୁ, ଚକ୍ର, ତ୍ରିଶୂଳ ଆଦି ଧରି ସୁଶୋଭିତ ହୋଇଥିଲେ। ସେମାନଙ୍କ ନୟନରୁ କୃପା ବର୍ଷଣ ହେଉଥାଏ। ସେମାନଙ୍କ ମୁଖରେ ମୃଦୁ ମୃଦୁ ହାସ୍ୟ ରେଖା ଶୋଭା ପାଉଥାଏ। ସେମାନଙ୍କର ଦେବୀ ବ୍ୟାପ୍ୟମାନ କାନ୍ତିକୁ ଚାହିଁ ନ ପାରି ମୁନିବର ଆଖି ବନ୍ଦ କରିଦେଲେ। ସେ ସେମାନଙ୍କ ଠାରେ ଚିତ୍ତ ନିବେଶ କରି କର ଯୋଡ଼ି ଭାବପୂର୍ଣ୍ଣ ତଥା ସୁମଧୁର ବାଣୀରେ ସେହି ସର୍ବଲୋକେଶ୍ୱର ତ୍ରିଦେବଙ୍କୁ ସ୍ତୁତି କରିବାକୁ ଲାଗିଲେ। ଅତ୍ରି ମୁନି ସ୍ମୃତି କଲେ, ଭଗବାନ ପ୍ରତ୍ୟେକ କଳ୍ପର ଆରମ୍ଭରେ ଜଗତର ଉତ୍ପତ୍ତି, ସ୍ଥିତି ଓ ଲୟ ନିମନ୍ତେ ଯେଉଁମାନେ ମାୟାର ଶତାଧି 3 ଗୁଣକୁ ବିଭକ୍ତ କରି ଭିନ୍ନ ଭିନ୍ନ ଶରୀର ଧାରଣ କରନ୍ତି, ଆପଣମାନେ ହେଉଛନ୍ତି ସେହି ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱର। ମୁଁ ଆପଣମାନଙ୍କୁ ପ୍ରଣାମ କରୁଛି। ମୁଁ ଆପଣମାନଙ୍କ ମଧ୍ୟରୁ କେଉଁ ମହାନୁଭବଙ୍କୁ ଡାକିଥିଲି, ଦୟାକରି କୁହନ୍ତୁ। ମୁଁ ତ ସନ୍ତାନ ଲାଭ କରିବା ଇଚ୍ଛାରେ
କେବଳ ଏକମାତ୍ର ସ୍ୱରେଶ୍ୱର ଭଗବାନଙ୍କୁ ହିଁ ଚିନ୍ତନ କରୁଥିଲେ। ପୁଣି ଆପଣ 3 ଜଣ କିପରି ଏଠାକୁ ଆସି ମୋତେ ଅନୁଗୃହୀତ କଲେ? ଆପଣମାନଙ୍କ ନିକଟକୁ ତ ଦେହଧାରୀମାନଙ୍କର ମନ ବି ଯାଇପାରେ ନାହିଁ। ତେଣୁ ମୁଁ ବଡ଼ ଆଶ୍ଚର୍ଯ୍ୟାନ୍ୱିତ ହୋଇଯାଉଛି। କୃପା କରି ମୋତେ ଏହାର ରହସ୍ୟ କୁହନ୍ତୁ। ମୁନିବର ମୈତ୍ରେୟ କହିଲେ, ହେ ବିଦୁର, ଅତ୍ରି ମୁନିଙ୍କ ବଚନ ଶୁଣି ସେଇ ତ୍ରିଦେବ ମୁଦୁ ମୁଦୁ ହସି ସୁମଧୁର ବାଣୀରେ ତାଙ୍କୁ କହିଲେ। ତ୍ରିଦେବ କହିଲେ, ହେ ବ୍ରାହ୍ମଣ, ତୁମେ ସତ୍ୟ ସଂକଳ୍ପ, ତେଣୁ ଯେପରି ସଂକଳ୍ପ କରିଥିଲ ସେହିପରି ହେବା ଉଚିତ ଥିଲା। ତାହାର ବିପରୀତ ଘଟିଥାନ୍ତା କିପରି? ତୁମେ ଯେଉଁ ଜଗତଶ୍ୱରଙ୍କୁ ଧ୍ୟାନ କରିଥିଲ, ଆମେ 3 ହିଁ ହେଉଛୁ ସେହି ଜଗତଶ୍ୱର। ପ୍ରିୟ ମହର୍ଷି, ତୁମର ମଙ୍ଗଳ ହେଉ। ତୁମ ଘରେ ଆମର ହିଁ ଅଂଶ ସ୍ୱରୂପ 3ଟି ଜଗତ ବିଖ୍ୟାତ ପୁତ୍ର ଜନ୍ମ ହେବ ଏବଂ ତୁମର ସୁନ୍ଦର ଯଶ ବିସ୍ତାର କରିବେ। ମୈତ୍ରେୟ କହିଲେ, ଏହିପରି ଅଭୀଷ୍ଟ ବର ଦେଇ ତଥା ପତି ପତ୍ନୀ ଉଭୟଙ୍କ ଦ୍ୱାରା ପୂଜିତ ହୋଇ ସେହି 3 ସୁରେଶ୍ୱର ଚାହୁଁ ଚାହୁଁ ନିଜ ନିଜ ଲୋକକୁ ଚାଲିଗଲେ। ଅତ୍ରିଙ୍କର ପୁତ୍ର ରୂପେ ବ୍ରହ୍ମାଙ୍କ ଅଂଶରୁ ଚନ୍ଦ୍ର, ବିଷ୍ଣୁଙ୍କ ଅଂଶରୁ ଦତ୍ତାତ୍ରେୟ, ଓ ମହାଦେବଙ୍କ ଅଂଶରୁ ଧ୍ରୁବାସା ଜନ୍ମ ହେଲେ। ଏଥିରେ ଅଙ୍ଗିରା ଋଷିଙ୍କର ସନ୍ତାନମାନଙ୍କର ବର୍ଣ୍ଣନା ଶୁଣନ୍ତୁ। ଅଙ୍ଗିରାଙ୍କର ପତ୍ନୀ ଶ୍ରଦ୍ଧା ସିନିବାଲି କୁହୁ, ରାକା ଓ ଅନୁମତି ନାମରେ 4ଟି କନ୍ୟାଙ୍କୁ ଜନ୍ମ ଦେଲେ। ସେମାନଙ୍କ ଛଡ଼ା ସେ ମହାନୁଭବ ଉତଥ୍ୟ ଓ ବ୍ରହ୍ମନିଷ୍ଠ ବୃହସ୍ପତିଙ୍କୁ ମଧ୍ୟ ପୁତ୍ର ରୂପରେ ଲାଭ କଲେ। ସେ ଦୁହେଁ ସ୍ୱାରୋଚିଷ ମନ୍ୱନ୍ତରରେ ବିଖ୍ୟାତ ହେଲେ। ପୁଲସ୍ତ୍ୟ ମୁନି ନିଜ ପତ୍ନୀ ହାବିଭୂଙ୍କ ଗର୍ଭରୁ ମହର୍ଷି ଅଗସ୍ତ୍ୟ ଓ ମହାତପସ୍ୱୀ ବିଶ୍ରବାସୁଙ୍କୁ ଉତ୍ପନ୍ନ କଲେ। ସେ ଦୁହିଁଙ୍କ ମଧ୍ୟରୁ ଅଗସ୍ତ୍ୟ ତାଙ୍କର ଦ୍ୱିତୀୟ ଜନ୍ମରେ ଜଠାଗ୍ନି ହୋଇଗଲେ। ବିଶ୍ରାବ ମୁନିଙ୍କ ଔରସରୁ ଇଡ଼ବିଡ଼ାଙ୍କ ଗର୍ଭରୁ ଯକ୍ଷରାଜ କୁବେରଙ୍କର ଜନ୍ମ ହେଲା ଏବଂ ତାହାଙ୍କର ଦ୍ୱିତୀୟ ପତ୍ନୀ କେଶିନୀଙ୍କ ଗର୍ଭରୁ ରାବଣ, କୁମ୍ଭକର୍ଣ୍ଣ ଓ ବିଭୀଷଣ ଜନ୍ମ ହେଲେ। ହେ ମହାମତି, ମହର୍ଷି ପୁଲହଙ୍କ ପତ୍ନୀ ପରମ ସ୍ୱାଧୀ ଗତିଙ୍କ ଠାରୁ କର୍ମଶ୍ରେଷ୍ଠ ବୀରୟନ ଓ ସହିଷ୍ଣୁ ନାମରେ 3ଟି ପୁତ୍ର ଜନ୍ମ ହେଲେ। ସେହିପରି କ୍ରତୁଙ୍କ ପତ୍ନୀ କ୍ରିୟା ବ୍ରହ୍ମତେଜରେ ଦେବୀବ୍ୟମାନ ବାଲଖ୍ୟଲିଦି 60,000 ଋଷିଙ୍କୁ ଜନ୍ମ ଦେଲେ। ହେ ଶତ୍ରୁତାପନ ବିଦୁର, ବରିଷ୍ଠଙ୍କର ପତ୍ନୀ ଉର୍ଜା ଅରୁନ୍ଧତୀଙ୍କ ଠାରୁ ଚିତ୍ରକେତୁ ଆଦି 7 ଜଣ ବିଶୁଦ୍ଧଚିତ୍ତ ବ୍ରହ୍ମର୍ଷି ଜନ୍ମ ହେଲେ। ସେମାନଙ୍କର ନାମ ହେଉଛି ଚିତ୍ରକେତୁ, ସୁରୁଚି, ବିରଜା, ମିତ୍ର, ଉଲ୍ଲବଣ, ବଶଭୂଦଯାନ ଓ ଦୁର୍ଦ୍ୟମାନ। ସେମାନଙ୍କ ଛଡ଼ା ତାଙ୍କର ଦ୍ୱିତୀୟ ପତ୍ନୀଙ୍କ ଠାରୁ ଶକ୍ତି ଆଦିରୁ କେତେଜଣ ପୁତ୍ର ମଧ୍ୟ ଜନ୍ମ ହେଲେ। ଅଥବା ମୁନିଙ୍କ ପତ୍ନୀ ଚିତ୍ତ ଧତ୍ରିଚି ବୋଲି ଗୋଟିଏ ତପନିଷ୍ଠ ପୁତ୍ର ଜନ୍ମ କଲେ। ଧତ୍ରିଚିଙ୍କର ଦ୍ୱିତୀୟ ନାମ ହେଉଛି ଅଶ୍ୱଶିର। ଏଥର ଭୃଗୁଙ୍କ ବଂଶର ବର୍ଣ୍ଣନା ଶୁଣନ୍ତୁ। ମହାଭାଗ ଭୃଗୁ ନିଜ ଭାର୍ଯ୍ୟ ଖ୍ୟାତିଙ୍କ ଠାରୁ ଧାତା
ଓ ବିଧାତା ନାମକ ଦୁଇଟି ପୁତ୍ର ତଥା ଶ୍ରୀ ନାମୀ ଗୋଟିଏ ଭଗବତ ପରାୟଣ କନ୍ୟା ଉତ୍ପନ୍ନ କଲେ। ମେରୁ ଋଷି ନିଜର ଆୟତି ଓ ନିୟତି ନାମୀ ଦୁଇ କନ୍ୟାକୁ ଯଥାକ୍ରମେ ଧାତା ଓ ବିଧାତାଙ୍କ ସହିତ ବିବାହ କରାଇଦେଲେ। ସେମାନଙ୍କ ଗର୍ଭରୁ ଯଥାକ୍ରମେ ମୁକୁଣ୍ଡ ଓ ପ୍ରାଣ ନାମକ ପୁତ୍ର ଜନ୍ମ ହେଲେ। ମୁକୁଣ୍ଡଙ୍କ ପୁତ୍ର ଥିଲେ ମାର୍କଣ୍ଡେୟ ଓ ପ୍ରାଣଙ୍କ ପୁତ୍ର ଥିଲେ ମୁନିବର ଦେବଶିରା। ଭୃଗୁଙ୍କର କବି ନାମକ ଆଉ ଜଣେ ପୁତ୍ର ମଧ୍ୟ ଥିଲେ। ତାଙ୍କର ପୁତ୍ର ହେଉଛନ୍ତି ଭଗବାନ ଉଷ୍ଣା ଶୁକ୍ରାଚାର୍ଯ୍ୟ। ହେ ବିଦୁର, ଏହିସବୁ ମୁନୀଶ୍ୱରମାନେ ମଧ୍ୟ ସନ୍ତାନ ଉତ୍ପନ୍ନ କରି ସୃଷ୍ଟି ବିସ୍ତାର କଲେ। ଏହିପରି ଭାବରେ ମୁଁ ଆପଣଙ୍କୁ କର୍ଦ୍ଦମଙ୍କ କନ୍ୟାମାନଙ୍କର ସନ୍ତାନ ସନ୍ତତି ବିଷୟରେ ଶୁଣାଇଦେଲି। ଯଶ ଶ୍ରଦ୍ଧାର ସହିତ ଏହା ଶୁଣନ୍ତୁ, ତାହାଙ୍କର ପାପ ତତ୍କାଳ ନଷ୍ଟ ହୋଇଯାଏ। ବ୍ରହ୍ମାଙ୍କ ପୁତ୍ର ଦକ୍ଷ ପ୍ରଜାପତି ମନୁନନ୍ଦିନୀ ପ୍ରସୂତିଙ୍କୁ ବିବାହ କରିଥିଲେ। ପ୍ରସୂତିଙ୍କ ଠାରୁ ସେ 16ଟି ସୁନ୍ଦର ନୟନୀ କନ୍ୟା ଉତ୍ପନ୍ନ କରିଥିଲେ। ପ୍ରଜାପତି ଦକ୍ଷ ସେମାନଙ୍କ ମଧ୍ୟରୁ 13 ଜଣଙ୍କୁ ଧର୍ମଙ୍କୁ, ଜଣକୁ ଅଗ୍ନିକୁ, ଆଉ ଜଣକୁ ସମସ୍ତ ପିତୃଗଣକୁ ଏବଂ ଆଉ ଜଣକୁ ସଂସାରର ସଂହାରକାରୀ ତଥା ଜନ୍ମ ମୃତ୍ୟୁକୁ ଉଦ୍ଧାରକାରୀ ଭଗବାନ ଶିବଙ୍କୁ ବିବାହ ସୂତ୍ରରେ ପ୍ରଦାନ କରିଥିଲେ। ଶ୍ରଦ୍ଧା, ମୈତ୍ରୀ, ଦୟା, ଶାନ୍ତି, ତୁଷ୍ଟି, ପୁଷ୍ଟି, କ୍ରିୟା, ଉତ୍ପତ୍ତି, ଉନ୍ନତି, ବୁଦ୍ଧି, ମେଧା, ତିତିକ୍ଷା, ହ୍ରୀ ଓ ମୂର୍ତ୍ତି ଏମାନେ ଥିଲେ ଧର୍ମଙ୍କର ପତ୍ନୀ। ସେମାନଙ୍କ ମଧ୍ୟରୁ ଶ୍ରଦ୍ଧା ଶୁଭଙ୍କୁ, ମୈତ୍ରୀୟ ପ୍ରସାଦଙ୍କୁ, ଦୟା ଅଭୟଙ୍କୁ, ଶାନ୍ତି ସୁଖ, ତୁଷ୍ଟି ମଧୁଙ୍କୁ ଏବଂ ତୁଷ୍ଟି ଅହଙ୍କାରଙ୍କୁ ପୁତ୍ର ରୂପରେ ଜନ୍ମ ଦେଇଥିଲେ। କ୍ରିୟା ଯୋଗକୁ, ଉନ୍ନତି ଦର୍ପଙ୍କୁ ବୁଦ୍ଧି, ଅର୍ଥଙ୍କୁ ମେଧା, ସ୍ମୃତିଙ୍କୁ ତିତିକ୍ଷା, କ୍ଷମଙ୍କୁ ହ୍ରୀ, ଲଜ୍ଜା, ପ୍ରଶ୍ରୟ, ବିନୟଙ୍କୁ ପୁତ୍ର ରୂପରେ ଜନ୍ମ ଦେଇଥିଲେ। ସକଳ ଗୁଣର ଭଣ୍ଡାର ମୂର୍ତ୍ତି ଦେବୀଙ୍କୁ ନର ନାରାୟଣ ଋଷିଙ୍କୁ ଜନ୍ମ ଦେଲେ। ନର ନାରାୟଣଙ୍କ ଜନ୍ମ ହେବା ବେଳେ ଏହି ସମଗ୍ର ବିଶ୍ୱ ଆନନ୍ଦିତ ହୋଇ ପ୍ରସନ୍ନତା ବ୍ୟକ୍ତ କରିଥିଲେ। ସେତେବେଳେ ଲୋକମାନଙ୍କର ମନ, ଦିଗ୍ବିଜୟ, ବାୟୁ, ନଦୀ ଓ ପର୍ବତ ସମସ୍ତେ ପ୍ରସନ୍ନ ହୋଇଥିଲେ ଏବଂ ଆକାଶରେ ମଙ୍ଗଳ ବାକ୍ୟ ଶ୍ରୁତି କଲେ। ଗନ୍ଧର୍ପ ଓ କିନ୍ନରମାନେ ଗୀତ ଗାନ କଲେ ଏବଂ ଅପ୍ସରାମାନେ ନାଚିଲେ। ଏହିପରି ଭାବରେ ସେହି ସମୟ ବଡ଼ ଆନନ୍ଦ ମଙ୍ଗଳମୟ ହୋଇଗଲା ତଥା ବ୍ରହ୍ମାଦି ସକଳ ଦେବତା ବିବିଧ ସ୍ତୋତ୍ର ଦ୍ୱାରା ଭଗବାନଙ୍କୁ ସ୍ତୁତି କରିବାକୁ ଲାଗିଲେ। ସେହି ସମୟ ବଡ଼ ଆନନ୍ଦମୟ ହୋଇଗଲା ତଥା ବ୍ରହ୍ମାଦି ସକଳ ଦେବତା ବିବିଧ ସୂତ୍ର ଦ୍ୱାରା ଭଗବାନଙ୍କୁ ସ୍ତୁତି କରିବାକୁ ଲାଗିଲେ। ଦେବତାମାନେ କହିଲେ, ଆକାଶ ଏକ ହୋଇ ମଧ୍ୟ ଯେପରି ନାନା ରୂପେ ପ୍ରତିଭାସିତ ହୋଇଥାଏ, ସେହିପରି ଯେ ମାୟା ଦ୍ୱାରା ନିଜର ସ୍ୱରୂପ ଭିତରେ ଏବଂ ସଂସାର ରଚନା କରିଛନ୍ତି ଏବଂ ନିଜର ସେହି ସ୍ୱରୂପକୁ ପ୍ରକାଶିତ କରିବା ନିମନ୍ତେ ବର୍ତ୍ତମାନ ଏହି ଋଷି ବିଗ୍ରହ ଧାରଣ କରି ଧର୍ମଙ୍କ ଗୃହରେ ନିଜେ ନିଜକୁ ପ୍ରକଟିତ କରୁଛନ୍ତି ଏବଂ ଆକାଶରେ ମଙ୍ଗଳ ବାଦ୍ୟ ବାଜିବାକୁ ଲାଗିଲା। ଦେବତାମାନେ ପୁଷ୍ପ ବୃଷ୍ଟି କଲେ, ମୁନିମାନେ ପ୍ରସନ୍ନ ହୋଇ ସ୍ତୁତି କଲେ, ଗନ୍ଧର୍ପ ଓ କିନ୍ନରମାନେ ଗୀତ ଗାନ କଲେ ତଥା ଅପ୍ସରାମାନେ ନାଚିଲେ।
ଏହିପରି ଭାବରେ ସେ ସମୟରେ ବଡ଼ ଆନନ୍ଦମୟ ହୋଇଗଲା ତଥା ବ୍ରହ୍ମାଦି ସକଳ ଦେବତା ବିବିଧ ସୂତ୍ର ଦ୍ୱାରା ଭଗବାନଙ୍କୁ ସ୍ତୁତି କରିବାକୁ ଲାଗିଲେ। ଦେବତାମାନେ କହିଲେ, ଆକାଶ ଏକ ହୋଇ ମଧ୍ୟ ଯେପରି ନାନା ରୂପରେ ପ୍ରତିଭାସିତ ହୋଇଥାଏ, ସେହିପରି ଯେ ମାୟା ଦ୍ୱାରା ନିଜର ସ୍ୱରୂପ ଭିତରେ ହିଁ ସଂସାର ରଚନା କରିଛନ୍ତି ଏବଂ ନିଜର ସେହି ସ୍ୱରୂପକୁ ପ୍ରକାଶିତ କରିବା ନିମନ୍ତେ ବର୍ତ୍ତମାନ ଏହି ଋଷି ବିଗ୍ରହ ଧାରଣ କରି ଧର୍ମକୁ ଗୃହରେ ନିଜେ ନିଜକୁ ପ୍ରକଟିତ କରୁଛନ୍ତି। ସେହି ପରମ ପୁରୁଷଙ୍କୁ ଆମର ନମସ୍କାର। ଶାସ୍ତ୍ରକୁ ଆଧାର କରି ଆମେମାନେ ଯେଉଁ ଭଗବତ ତତ୍ତ୍ୱକୁ ଅନୁମାନ କରିପାରୁ, ପ୍ରତ୍ୟକ୍ଷ କରିପାରୁନା, ସେହି ଭଗବାନ ସଂସାରର ମର୍ଯ୍ୟାଦାରେ କୌଣସି ବିଭ୍ରାଟ ନ ଘଟୁ ବୋଲି ହିଁ ଦେବତାମାନଙ୍କୁ ସତ୍ୱଗୁଣୀ କରି ଉତ୍ପନ୍ନ କରିଛନ୍ତି। ବର୍ତ୍ତମାନ ସେ ସକଳ ଶୋଭା ଓ ସୌନ୍ଦର୍ଯ୍ୟର ନିବାସ ସ୍ଥାନ ନିର୍ମଳ ଦିବ୍ୟ କମଳକୁ ନିନ୍ଦା କରୁଥିବା ନିଜର କରୁଣାମୟ ନୟନରେ ଆମକୁ ଟିକିଏ ଚାହାନ୍ତୁ। ମୁନିବର ମୈତ୍ରେୟ କହି ଚାଲିଲେ, ପ୍ରିୟ ବିଦୁର, ପ୍ରଭୁଙ୍କର ସାକ୍ଷାତ ଦର୍ଶନ ପାଇ ଦେବତାମାନେ ତାହାଙ୍କୁ ଏହିପରି ସ୍ମୃତି ଓ ପୂଜା କଲେ। ତାପରେ ଭଗବାନ ନରନାରାୟଣ ଦୁଇ ଭାଇ ଗନ୍ଧମାର୍ଦ୍ଦନ ପର୍ବତକୁ ଚାଲିଗଲେ। ଭଗବାନ ଶ୍ରୀହରିଙ୍କର ଅଂଶଭୂତ ସେହି ନରନାରାୟଣ ହିଁ ବର୍ତ୍ତମାନ ପୃଥିବୀର ଭାର ଲାଘବ କରିବା ନିମନ୍ତେ ଯଦୁକୁଳ ଭୂଷଣ ଶ୍ରୀକୃଷ୍ଣ ଓ ତାହାଙ୍କ ପରି ଶ୍ୟାମବର୍ଣ୍ଣ କୁରୁକୁଳ ତିଳକ ଅର୍ଜୁନଙ୍କ ରୂପରେ ଅବତୀର୍ଣ୍ଣ ହୋଇଛନ୍ତି। ଅଗ୍ନିଦେବଙ୍କ ପତ୍ନୀ ସୁହା ଅଗ୍ନିଙ୍କର ଅଭିମାନୀ ପାପକ ପରମାନ ଓ ସୂଚି ନାମକ 3ଟି ପୁତ୍ର ଜନ୍ମ ହେଲେ। ସେହି 3 ଜଣ ହିଁ ହବନ କରାଉଥିବା ଯଥାର୍ଥ ଭକ୍ଷଣ କରନ୍ତି। ସେହି 3 ଜଣଙ୍କ ଠାରୁ ଆହୁରି 45 ପ୍ରକାର ଅଗ୍ନି ଉତ୍ପନ୍ନ ହେଲା। ସେମାନଙ୍କୁ ସେମାନଙ୍କର 3 ପିତା ଓ 1 ପିତାମହଙ୍କୁ ମିଶାଇ 49 ଅଗ୍ନି କୁହାଯାଏ। ବେଦଜ୍ଞ ବ୍ରାହ୍ମଣମାନେ ବୈଦିକ ଯଜ୍ଞ କର୍ମରେ ଯେଉଁ 49 ଅଗ୍ନିଙ୍କ ନାମ ଆଗ୍ନେୟ ଇଷ୍ଟି କହନ୍ତି, ଏମାନେ ହେଉଛନ୍ତି ସେହି 49 ଅଗ୍ନି। ଅଗ୍ନି, ଶ୍ୱାତ, ବହିଃଶ୍ୱତ, ସୋମସ ଓ ଅଜାସ ଏମାନେ ହେଉଛନ୍ତି ପିତୃଗଣ। ଏମାନଙ୍କ ଭିତରେ ଅଗ୍ନି, ଶ୍ୱାତ, ବହିଃଶ୍ୱତ, ସୋମସ ଓ ଅଜପ ଏମାନେ ହେଉଛନ୍ତି ପିତୃଗଣ। ଏମାନଙ୍କ ଭିତରେ ସାଗ୍ନିକ ଅଛନ୍ତି, ନିରଗ୍ନିକ ମଧ୍ୟ ଅଛନ୍ତି। ଦକ୍ଷ, କୁମାରୀ, ସ୍ୱଧା ହେଉଛନ୍ତି ଏହି ସବୁ ପିତୃଗଣଙ୍କର ପତ୍ନୀ। ଏହି ପିତୃଗଣଙ୍କ ଦ୍ୱାରା ସ୍ୱଧାଙ୍କ ଠାରୁ ଧାରଣୀ ଓ ବୟୋନା ନାମକ 2ଟି କନ୍ୟା ଉତ୍ପନ୍ନ ହୋଇଥିଲେ। ସେ ଦୁହେଁ ଥିଲେ ଜ୍ଞାନ ବିଜ୍ଞାନରେ ପାରଙ୍ଗମ। ସେମାନେ ବ୍ରହ୍ମଜ୍ଞାନ ଉପଦେଶ ମଧ୍ୟ ଦିଅନ୍ତି। ସତୀ ଥିଲେ ମହାଦେବୀଙ୍କ ପତ୍ନୀ। ସେ ସକଳ ପ୍ରକାରରେ ନିଜ ପତିଦେବଙ୍କ ସେବାରେ ହିଁ ଲାଗି ରହିଥିଲେ, କିନ୍ତୁ ତାହାଙ୍କର ନିଜ ଗୁଣ ଓ ସ୍ୱଭାବ ଅନୁରୂପ କୌଣସି ପୁତ୍ର ନଥିଲେ। କାରଣ ସତୀଙ୍କ ପିତା ଦକ୍ଷ ବିନା ଅପରାଧରେ ଭଗବାନ ଶିବଙ୍କର ପ୍ରତିକୂଳ ଆଚରଣ କରୁଥିବାରୁ ସତୀ କ୍ରୋଧବଶ ହୋଇ ଯୌବନ କାଳରେ ହିଁ ଯୋଗ ବଳରେ ସ୍ୱୟଂ ନିଜେ ଆପଣା ଦେହ ତ୍ୟାଗ କରି ଦେଇଥିଲେ। ଇତି ଶ୍ରୀ ଶ୍ରୀମଦ୍ଭାଗବତେ ମହାପୁରାଣ ପାରମହଂସ ସଂହିତାୟ ଚତୁର୍ଥ ସ୍କନ୍ଧେ
विदुरमैत्रेयं वादे प्रथमोऽध्याय।